ମନ୍ଦିରରେ ଚୋର ଠାକୁରଙ୍କୁ ଦେଖାଇଲା ଭକ୍ତି ଆଉ ହୁଣ୍ଡି ଭାଙ୍ଗି ସବୁ ନେଇ ଛୁ ମାରିଲା। ହଁ ଆଜ୍ଞା, ଚୋରର ଅଜବ ଚୋରି କରିବାର ପୁରା ଘଟଣା ସିସିଟିଭିରେ କଏଦ। ଘଟଣାଟି ସାମ୍ନାକୁ ଆସିଛି ରାଉରକେଲା ସହରରୁ। ସହରର ଉଦିତ ନଗର ଥାନା ଅନ୍ତର୍ଗତ ଉଦିତ ନଗର ଅଞ୍ଚଳର ଜଗନ୍ନାଥ ମନ୍ଦିରରୁ ସୋମବାର ଦିନ ବିଳମ୍ବିତ ରାତ୍ରିରେ ଚୋରି କରିବାକୁ ଆସିଲା ଚୋର। ପ୍ରଥମେ ବାହାରେ ଚପଲ ଓହ୍ଲାଇ ଗୋଡ଼ ଧୋଇ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରିଲା। ଆଉ ମନ୍ଦିରର ଗେଟ୍ ଭାଙ୍ଗି ଦାନପାତ୍ରକୁ ମନ୍ଦିର ବାହାରକୁ ଟାଣି ଆଣି ତାଲା ଭାଙ୍ଗିଲା ଓ ସେଥିରେ ଥିବା ସମସ୍ତ ଟଙ୍କା ପଇସା ନେଇ ଫେରାର ହୋଇଗଲା। ଆଉ ଗୋଟିଏ ଦାନପାତ୍ରକୁ ଉଠାଇ ନ ପାରିବାରୁ ଛାଡ଼ି ଦେଇ ଚାଲିଗଲା ଚୋର। ଶେଷରେ ମନ୍ଦିରକୁ ମଧ୍ୟ ଛାଡ଼ିଲାନି। ଏସବୁ ଘଟଣାର ସମସ୍ତ ତଥ୍ୟ ମନ୍ଦିରରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିବାରୁ ଏହି ଆଧାରରେ ପୋଲିସ ଏହାର ତନାଘନା କରି ଯାଞ୍ଚ ଚଳାଇଛି। ରାଉରକେଲାରୁ ବଳିଆ ନାୟକଙ୍କ ରିପୋର୍ଟ, ବାସ୍ତବ ଟିଭି। ଆପଣଙ୍କ କଥା ଦେଶ ଦୁନିଆର କଥା, ଆଜି ହିଁ ପଢ଼ନ୍ତୁ ବାସ୍ତବ କଥା। ଆପଣଙ୍କ କଥା ଆମ ସମସ୍ତଙ୍କ କଥା। ପତ୍ର ବାସ୍ତବ କଥା। ସିସିଟିଭି ଆସିଛି ମୁହଁରେ ପୋଲିସ ବା ଜାଣିବେ।